आमे समस्ते जानिथिले गोटे अच्छा दिन आसीबो अमृत काल 2021 मसीहा भारत वर्षर जो ସବୁଠାରୁ ବଡ଼ ବିଶିଷ୍ଟ ପବିତ୍ର ଦିନ ଅଗଷ୍ଟ 15 ଦିନ ମୋଦି ଘୋଷଣା କଲେ ଖୁବ୍ ଶୀଘ୍ର ଆମେ ଅମୃତ କାଳରେ ପହଞ୍ଚିବାକୁ ଯାଉଛୁ। ଅର୍ଥାତ୍ ଯେଉଁ ସମୟରେ ଆମେ ପହଞ୍ଚିବାକୁ ଯାଉଛୁ ସେ ଆମ ପାଇଁ କି ଅମୃତମୟ ହେବ, ଆମ ପାଇଁ ଦୁଃଖ ଆଣିବ ନାହିଁ, ଦୁର୍ଦିନ ଆଣିବ ନାହିଁ, ସମସ୍ତ ପ୍ରକାର ସୁଖ ଆଉ ସମୃଦ୍ଧି ଭିତରେ ଆମକୁ ସେ କାଳରେ ପହଞ୍ଚାଇବ। ଆଜି ଦିନରେ এই ଗତ 3 ଦିନ ହେବ ତାଙ୍କର ଯେଉଁ ଘୋଷଣା ପ୍ରକାଶ ପାଉଛି ଏବଂ ତାଙ୍କର ଦଳୀୟ ମୁଖ୍ୟମନ୍ତ୍ରୀମାନେ ଯେପରି ଭାବରେ ନିଜ ରାଜ୍ୟମାନଙ୍କରେ କାର୍ଯ୍ୟ ତାକୁ ପ୍ରଧାନମନ୍ତ୍ରୀଙ୍କ ଅନୁସାରେ ଆରମ୍ଭ କରିଛନ୍ତି, ଆମେ ସେଇଠି 3-4ଟି ମାତ୍ର ପ୍ରଶ୍ନ ଲୋକଙ୍କ ପାଖରେ ଥଉଛୁ। ସେ 3-4ଟି ପ୍ରଶ୍ନ ଆମର ନେତା ରାହୁଲ ଗାନ୍ଧୀ ମଧ୍ୟ କିଛି ପରିମାଣରେ ଦିଲ୍ଲୀରେ କହିସାରିଛନ୍ତି। ଆମେ ସମସ୍ତ କାରଣ ଡବଲ ଇଞ୍ଜିନ୍ ସିଷ୍ଟମ ଅନୁସାରେ ଭାରତବର୍ଷରେ ବର୍ତ୍ତମାନ ଓଡ଼ିଶାରେ ଏବଂ ଭାରତବର୍ଷରେ ଏକ ଦଳୀୟ ଶାସନ ଚାଲିଛି। ସେହି ପରିପ୍ରେକ୍ଷୀରେ ଆମେ ଆଜି ମୋର ସିଧାସଳଖ ପ୍ରଶ୍ନ, ଯେଉଁ ପ୍ରଶ୍ନର ଉତ୍ତର ଭାରତୀୟ ଜନତା ପାର୍ଟିର ନେତାମାନେ ଆମ ସାମ୍ନାକୁ ଆଣିବା ଦରକାର। ଭାରତୀୟ ଥାନ୍ତୁ, ସରକାରୀ ବ୍ୟବସ୍ଥାରେ ଥାନ୍ତୁ, ମୁଖ୍ୟମନ୍ତ୍ରୀ ହେଇଥାନ୍ତୁ, ପ୍ରଧାନମନ୍ତ୍ରୀ ହେଇଥାନ୍ତୁ ବା ଅର୍ଥମନ୍ତ୍ରୀ ହେଇଥାନ୍ତୁ, ସେମାନେ ଆମ ପାଖକୁ ସାମ୍ନାକୁ ଆଣିବା ଦରକାର। ସେହି ପରିପ୍ରେକ୍ଷୀରେ ଯେଉଁ କେତୋଟି ପ୍ରଶ୍ନ ହେଉଛି, ଏଇ କ'ଣ ସେହି ଅମୃତକାଳ, ଯେଉଁ ଅମୃତକାଳ ସମ୍ପର୍କରେ ଲୋକଙ୍କ ପାଖରେ ଉପସ୍ଥାପନ କରିଥିଲେ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସିଂ ମୋଦି। ସେ କହିଛନ୍ତି ସେ ସମ୍ପର୍କରେ ଆପଣ ଜାଣିଛନ୍ତି, ୱାର୍ରେ ଆମେ ପକ୍ଷଭୁକ୍ତ ନୁହଁ, ୱାର୍ ଆମ ସହିତ ୱାର୍ ସହିତ ସମ୍ପର୍କ ସିଧାସଳଖ ନଥିଲା, କିନ୍ତୁ ୱାର୍ରେ ଆମେ ଗୋଟେ ଅଧସ୍ଥାନ ଭଳି କାର୍ଯ୍ୟ କରୁଥିଲୁ। କେତେବେଳେ ଟ୍ରମ୍ପଙ୍କ କଥାରେ ଆମେ ରଷିଆ ସହିତ ରଷିଆରୁ ତେଲ ଆଣିବା ବନ୍ଦ କରିଦେବୁ। ଆପଣମାନେ ସମସ୍ତେ ଜାଣିଛନ୍ତି, ସେ କହିଲା ଯଦି ଟ୍ରମ୍ପ ତେଲ ନେବ ତାହେଲେ ଏଇ ଅବସ୍ଥା ଭୋଗିବ। ଆମେ ସାଙ୍ଗେ ସାଙ୍ଗେ ତା କଥାରେ ରାଜି ହେଇକରି ତେଲ ଆଣିଲୁ ନାହିଁ, ସେ ଠିକ୍ କଲୁ। ଏବଂ ଆମେ ଲକ୍ଷ୍ୟ କରିଛୁ ସେଠୁ ଆମେ ଖସୁଛୁ, ପୁଣି ଯାଇକି ପହଞ୍ଚି ଯାଇଛୁ କୋଉଠି ନା, ଦିଟା କଥା, ଗୋଟେ ହେଉଛି ନିରପେକ୍ଷତା ଆଉ ଗୋଟେ ହେଉଛି ଉଭୟତା। ଉଭୟଙ୍କ ସାଙ୍ଗରେ ହକଲବ୍ୟ କରିବା, ଗାଁର ଯେଉଁ ଟାଉଟରି ବ୍ୟବସ୍ଥା ଗୋଟେ ଥାଏ, ଏପଟ ହବ ସେପଟ ହଉଥିବ, ସେ ବ୍ୟବସ୍ଥା, ସେଇ ବ୍ୟବସ୍ଥାରେ ଆମେ ଆମ ଦେଶ କେତେବେଳେ ଟ୍ରମ୍ପଙ୍କ ସାଙ୍ଗରେ, କେତେବେଳେ ଯାଇ ପହଞ୍ଚିଲା ଇରାନ ସାଙ୍ଗରେ। ଇରାନ ଏବଂ ଆଉ କେତେବେଳେ ଇସ୍ରାଏଲ ପାଖରେ ପହଞ୍ଚିଲା। ଇସ୍ରାଏଲ ଜାଣିଛନ୍ତି, ଇସ୍ରାଏଲ ପାଖରେ ପହଞ୍ଚିଲା। ସେଇ ସମୟରେ ଆମର ସବୁଠାରୁ ବଡ଼ ଦୁର୍ଗତି ବର୍ତ୍ତମାନ ଭାରତବର୍ଷକୁ ଆସିଛି। ଆର୍ଥିକ ସ୍ଥିତିରେ ସମସ୍ତେ ଜାଣିଯିବା ଦରକାର, ସେ ତ କହିସାରିଲେଣି ଯେ ତମେ ସମସ୍ତେ ଆଉ କେହି ପେଟ୍ରୋଲ ଡିଜେଲ ଏମିତି ବ୍ୟବହାର କର ନାହିଁ, ଗାଡ଼ିରେ ପଦାକୁ କେହି ଯାଅ ନାହିଁ, ଘରେ ଚୁପ୍ ହୋଇକିରି ଶୁଅ, ଚୁପ୍ ବସ। ଏକଥା ସେ ନିଜେ ମୋଦି ପ୍ରଧାନମନ୍ତ୍ରୀ କହିସାରିଲେଣି। ସେ ବିଚାର କରୁଛନ୍ତି ସେ ବୋଧେ ଲାଲ ବାହାଦୁର ଶାସ୍ତ୍ରୀ, ସେ ବିଚାର କରୁଛନ୍ତି ସେ ବୋଧହୁଏ ଜବାହରଲାଲ ନେହେରୁ, ଯାହାଙ୍କ କଥାରେ ଲୋକେ ସାଧାରଣତଃ ସବୁ କଥା ପାଳନ କରିଯିବେ। ସେ କଥା କେବଳ ତାଙ୍କର ଅଳ୍ପ କିଛି ଲୋକ ପାଳନ କରିବେ। ଏବଂ ଦେଶ ପାଇଁକି ଯେଉଁମାନେ ଦେଶ ପାଇଁକି କହୁଛନ୍ତି ଯେ ଦେଶ ହିତ ପାଇଁକି, ସେମାନଙ୍କୁ ମୋର ବଡ଼ ପ୍ରଶ୍ନ, ଆଜି ପର୍ଯ୍ୟନ୍ତ କାହିଁକି ଅଷ୍ଟେରିଟି ମେଜର୍ସ ମେଣ୍ଟେନ୍ କରାଯାଉନଥିଲା? ଆଜି ପର୍ଯ୍ୟନ୍ତ ଏବେ ମଧ୍ୟ ମୋଦି 5ଟା କଣ୍ଟ୍ରି ବୁଲିବା ପାଇଁକି କାହିଁକି ଯାଇଛନ୍ତି? କହିଛନ୍ତି ଯେ କଣ୍ଟ୍ରି ବୁଲିବା ଦରକାର, କ'ଣ ବୁଲିବା ପାଇଁ ଯାଇଛନ୍ତି, ଦରକାର କ'ଣ ପଡୁଛି? ଆଜି ଦିନରେ ଡିଜିଟାଲ ୱାର୍ଲଡରେ ମୋଦି ଯାଇଛନ୍ତି ବୁଲିବା ପାଇଁକି। ଆମ ମୁଖ୍ୟମନ୍ତ୍ରୀ କି ଯେଉଁମାନେ ଦେଖୁଛନ୍ତି 16ଟା ଗାଡ଼ି ଆଗ ପଛ ହେଇକିରି ଆମ ମୁଖ୍ୟମନ୍ତ୍ରୀ ସାଙ୍ଗରେ ଯାଉଥିଲା। ଏସବୁ ଚାଲିଛି, ଏପର୍ଯ୍ୟନ୍ତ ଚାଲିଛି। ଏଇ ଅଷ୍ଟେରିଟି ମେଣ୍ଟେନ୍ କରିବା ଯଦି ଦରକାର ଥିଲା, ଆମର ଆର୍ଥିକ ଦୁର୍ବଳତା ବ୍ୟବସ୍ଥା ଦେଖିବାକୁ ମାନେ ନ ଦେଖିବା ଯଦି ଇଚ୍ଛା ଥିଲା, ତାହେଲେ ବହୁ ଆଗରୁ ଆମକୁ କରିବାର ଥିଲା। ଅର୍ଥନୀତିକୁ ପୁରାପୁରି ଘୋଷାଡ଼ି ଦେଇ ମାନେ ଆଜି ଦିନରେ ମାନେ ଖରାପ ହେଇଯାଇ ସ୍ଥିତିକି ଚାଲିଯାଇଛି ଭାରତବର୍ଷର। ସେଇ ସ୍ଥିତି ଭିତରେ ମୁଁ ଆପଣଙ୍କୁ ପ୍ରଶ୍ନ, ଗୋଟେ ହେଉଛି ଗୃହିଣୀର କଥା, ଘର ଭିତରର କଥା। 14 ମସିହାରେ ଯେତେବେଳେ ସରକାରକୁ ଆସିଲେ ସେତେବେଳେ 400 ଟଙ୍କା ଥିଲା, 414 ଟଙ୍କା ଥିଲା ସିଲିଣ୍ଡର ପିଛା। ସମସ୍ତେ ହିସାବ ଦେଖିଥିବେ, ଯଦି ମନେ ନଥିବ ଘରେ ପଚାରିଲେ କହିବେ 414 ଟଙ୍କା ଥିଲା। ବର୍ତ୍ତମାନ ସେ କେତେ ପହଞ୍ଚିଲାଣି? 929 ଟଙ୍କାରେ, 39 ଟଙ୍କାରେ ବର୍ତ୍ତମାନ ପହଞ୍ଚିଲାଣି।
ସିଲିଣ୍ଡରଟା। ଡାଲି କିଲୋକ ଆମେ ଯୋଉ ହରଡ଼ ଡାଲି ତେଲ ମୁଁ ଯୋଡ଼େ ତିନୋଟି କଥା କହୁଛି, ସବୁ କଥା ହିସାବକୁ ନେଉନାହିଁ। ଡାଲି କିଲୋକ ଯଦି ଆମେ ଦେଖିବା ସେତେବେଳେ ଥିଲା 95 ଟଙ୍କା, ବର୍ତ୍ତମାନ ଆସି ପହଞ୍ଚିଛି 80 ଟଙ୍କା, ଏଇ 220 ଟଙ୍କାରେ। 95 ଟଙ୍କାରୁ 220 ଟଙ୍କାରେ ଡାଲି କିଲୋକୁ ପହଞ୍ଚିଲାଣି। ଆପଣ ତେଲ କିଲୋକୁ ଯଦି ଦେଖିବେ, ତେଲ ଯୋଉ ସୋରିଷ ତେଲରେ ଯୋଉ ରେଟ୍ ଥିଲା 90 ଟଙ୍କା, ସେ ବର୍ତ୍ତମାନ 170 ଟଙ୍କାରେ ପହଞ୍ଚିଲାଣି। ମୁଁ ଖାଲି ଏକ୍ସାମ୍ପଲ ଦେଇଦଉଛି, ଯୋଉଟା ମେଜର ଜିନିଷ ଯାହା ଆମେ ଘରେ ଗୃହିଣୀ ମାନେ ସମସ୍ତେ ବ୍ୟବହାର କରିଥାନ୍ତି, ଏ ବ୍ୟବସ୍ଥା କହିଦଉଛି। ତେଣୁ ତେଲ ଦର ବଢୁଛି, ଡାଲି ଦର ବଢିଛି, ସବୁ ଦର ବଢିଛି। ବର୍ତ୍ତମାନ ଲୋକଙ୍କର ଆଡେ କନଜ୍ୟୁମର୍ସ ପରଚେଜିଂ ପାୱାର କମିଛି। ଅନେକ ଲୋକ ଏପରିକି ଟିଭି ଚ୍ୟାନେଲରେ, ପ୍ରେସରେ ଯେଉଁମାନେ କାମ କରୁଛନ୍ତି, ତାଙ୍କର ଦରମା ତ ବଢିବା ଦରକାର ନାହିଁ। ବର୍ତ୍ତମାନ ସମସ୍ତଙ୍କର ଯେମିତି ଲିମିଟ ଆଡେ ଖର୍ଚ୍ଚ ବଢୁଛି, ଅଥଚ ତାଙ୍କର ଆୟ କମିଛି ବା ଆୟ ସ୍ଥିର ରହିଯାଇଛି। ଆମେ ସମସ୍ତେ ଲକ୍ଷ୍ୟ କରୁଛୁ ସବୁ ଲୋକଙ୍କର, ଯୋଉମାନଙ୍କୁ ଯୁବକ ଯୁବତୀ ମାନେ ନିଯୁକ୍ତି ଦିଆଯାଇଛି, ସମସ୍ତଙ୍କର ଆୟ କମିବାରେ ଲାଗିଛି ବା ଆୟ ସ୍ଥିର ହୋଇଯାଇଛି। ଏଇ ଅବସ୍ଥାରେ ବର୍ତ୍ତମାନ ଭାରତବର୍ଷ ପହଞ୍ଚିଛି। ଭାରତବର୍ଷରେ ବର୍ତ୍ତମାନ ସବୁ ଟ୍ରେଡ ବାଲାନ୍ସ କୁହାଯାଉଥିଲା, ଆମେ ସମସ୍ତେ ଆମେ ନିଜ ଇଏରେ ବଞ୍ଚିବୁ, ଆମ ଉତ୍ପାଦନ ଆମେ କରିବୁ। କିନ୍ତୁ ଆପଣମାନେ ଜାଣନ୍ତୁ, ଏଇ ବର୍ଷକ ଭିତରେ ଆମେ ନେଗେଟିଭ ଟ୍ରେଡରେ ଯାଇଛୁ, ଅର୍ଥାତ୍ ଆମର ଟ୍ରେଡ ବାଲାନ୍ସ, ଆମେ ଯୋଉ ଆୟ ପଠାଉ, ରପ୍ତାନି ଆଉ ଆମଦାନୀ ଆ ଭିତରେ ତାରତମ୍ୟ ଦେଖାଦେଇଛି ଏବଂ ଅଧିକ ଅର୍ଥ ଆମେ ରପ୍ତାନି କରୁଛୁ, ବ୍ୟବସ୍ଥା ରପ୍ତାନି କରୁଛୁ, କମ ଆମଦାନୀ କରୁଛୁ। ବେଶୀ ଆମଦାନୀ କରୁଛୁ, କମ ରପ୍ତାନି କରୁଛୁ, ଯାହା ଫଳରେ ବର୍ତ୍ତମାନ ଟ୍ରେଡ ବାଲାନ୍ସ ବା ନେଗେଟିଭ ଟ୍ରେଡ ବାଲାନ୍ସ ହେଇଛି। ଯୋଉଥିପାଇଁ କି ଆମ ଭାରତବର୍ଷର ଅର୍ଥନୈତିକ ବ୍ୟବସ୍ଥା ଏତେ ଭୁଷୁଡ଼ି ପଡ଼ିଛି ଯେ ସେ ମନା କରିସାରିଲେଣି, ତମେ ସୁନା କିଣିପାରିବନି, ତମେ ତେଲ ବ୍ୟବହାର କରିପାରିବନି, ତମେ କୌଣସି ବିଦେଶୀ ଜିନିଷ ବ୍ୟବହାର କରିପାରିବନି, ଏସବୁ କଥା ସେ କହିବା ଆରମ୍ଭ କରିଦେଲେଣି। ନିଜେ ସ୍ୱୀକାର କରିଦେବା କଥା, ସେ ପ୍ରଥମେ ଘୋଷଣା କରିବା କଥା, ଆଜି ଦିନରେ ଭାରତବର୍ଷର ଅର୍ଥନୀତି ଭୁଷୁଡ଼ି ପଡ଼ିଛି। ଯୋଉ ସୁନେଲି ସ୍ୱପ୍ନ ଆମେ ଲୋକଙ୍କୁ ଦେଖାଉଥିଲୁ, ସେ ସୁନେଲି ସ୍ୱପ୍ନ ଆଜି ଦିନରେ ପ୍ରବଞ୍ଚନାରେ ପରିଣତ ହେଇଛି। ଏକଥା ମୋଦି ଏବଂ ତାଙ୍କ ସରକାର ଲୋକଙ୍କୁ ଜଣାଇଦେବା ପ୍ରଥମେ ଦରକାର। ତାହେଲେ ଯାଇକରି ଲୋକେ ଜାଣିବେ ଯେ ଆମ ଦେଶ ସଙ୍କଟରେ ପଡ଼ିଛି। ଯଦି ଲୋକେ ଏକ ତରଫରେ ବାହାଦୁରିଆ କଥା ଶୁଣୁଛନ୍ତି ଯେ ଆମ ଦେଶ ବହୁତ ଆଗେଇ ଯାଉଛି, ଆମର ଏତେ ଟ୍ରିଲିୟନ ଡଲାର ଅର୍ଥନୀତିକୁ ଗଲାଣି, ଆମେ ପଞ୍ଚମ ସ୍ତର ଯାଇକି ତୃତୀୟ ସ୍ତରରେ ପହଞ୍ଚିଲୁଣି, ଡେଇଁ ଡେଇଁକି ଯାଉଛୁ, ଏକଥା ଶୁଣୁଛନ୍ତି, ସେତେବେଳେ କେତେବେଳେ କୋଉ ଯୋଉ କନଫ୍ୟୁଜନ ଭିତରେ କୋଉ ଲୋକ ଆସିବ ଦେଶ ପାଇଁ କି ତା ଭିତରେ ଥିବା ମମତାକୁ କେମିତି ଭାବରେ ସାମ୍ନାକୁ ଆଣିବାକୁ ଆସିବ? ଆପଣମାନଙ୍କୁ ସମସ୍ତଙ୍କୁ ମୋର କହିବାର କଥା ହଉଛି, ଆଜି ବଡ଼ ସଙ୍କଟମୟ ପରିସ୍ଥିତିରେ ଭାରତବର୍ଷ ଯାଉଛି। ଆର୍ଥିକ ସ୍ଥିତି ତାର ଖୁବ ଖରାପ ହେଇଯାଇଛି। ତାହା ନିଜେ ସ୍ୱୀକାର ନ କରିକିରି ମଧ୍ୟ ପରୋକ୍ଷରେ ମୋଦି ଘୋଷଣା କରିଛନ୍ତି, ସେ ତା ଦ୍ୱାରା ଲୋକଙ୍କୁ ଜଣାଇ ଦେଲେଣି ଯେ ଭାରତବର୍ଷର ଆର୍ଥିକ ସ୍ଥିତି ଆଦୌ ଭଲ ନାହିଁ। ମୋର ତ ବିଶ୍ୱାସ, ଯୋଉ ରୀତିରେ ଏଇ ଚଞ୍ଚଳ ହଉଥିଲା ଆଗରୁ, ଆମର ବିଶିଷ୍ଟ ଅର୍ଥଶାସ୍ତ୍ରୀ ମାନେ ରଙ୍ଗରାଜନ ଏବଂ ଏମାନେ ସମସ୍ତେ ଆଗରୁ କହିସାରିଛନ୍ତି ଯେ ଯୋଉ ଅର୍ଥନୈତିକ ବ୍ୟବସ୍ଥାରେ ଭାରତବର୍ଷ ଚାଲୁଛି, ଏ ଖୁବ ଶୀଘ୍ର ପଡ଼ିଯିବ, ଘାଟାରେ ପଡ଼ିଯିବ ବା ଖରାପ ଅବସ୍ଥାକୁ ଚାଲିଯିବ। ତାହା ହିଁ ଆଜି ଘଟିଛି। ସାବଧାନ କରିଦେଉଛି ଭାରତବାସୀକୁ, ଅନୁରୋଧ କରୁଛି ଓଡ଼ିଶାବାସୀକୁ ଯେ ସମସ୍ତେ ଏଇ ଯୋଉ ପ୍ରକାର ଅର୍ଥନୀତିର ଯୋଉ ବିଶ୍ୱାସ ଜନ୍ମେଇଥିଲେ ମୋଦି, ତା ଉପରେ ବିଶ୍ୱାସ ରଖନ୍ତୁ ନାହିଁ, ତା ଉପରେ କୌଣସି ଆସ୍ଥା ରଖନ୍ତୁ ନାହିଁ। ଆମକୁ ନିଜକୁ ନିଜେ ବର୍ତ୍ତମାନ ଦୁଃଖ ଭିତରକୁ ଠେଲି ହେଇଯିବାକୁ ଆମେ ବାଧ୍ୟ ହେଲାଣି, କାରଣ ଭାରତବର୍ଷରେ ଗଣତାନ୍ତ୍ରିକ ବ୍ୟବସ୍ଥା ଏତେ ଭୁଷୁଡ଼ି ପଡ଼ିଲାଣି ଯେ ଆମକୁ ଠେଲି ଦିଆଯାଉଛି ଅଳ୍ପ ସମୟ ଭିତରେ ଖୁବ ଖରାପ ସ୍ଥିତି ଭିତରକୁ। ସେଇ ସବୁ ଦୃଷ୍ଟିରୁ ଆମେ ଯୋଡ଼ିଏ ତିନୋଟି କଥାକୁ ନେଇକରି ଆପଣମାନଙ୍କୁ ଡାକିଛୁ, ଲୋକଙ୍କ ପାଖରେ ପହଞ୍ଚଉଛୁ। ସେମାନେ ବର୍ତ୍ତମାନ କୁହନ୍ତୁ, ଭାରତୀୟ ଜନତା ପାର୍ଟି ସେ ଅମୃତ କାଳର ସ୍ଥିତିଟା କ'ଣ? ବର୍ତ୍ତମାନ ଆମେ କେମିତି ଓଡ଼ିଶାରେ 2036 ମସିହାରେ କୋଉ ଭାବରେ ପହଞ୍ଚିବୁ ବା 2047 ମସିହାରେ କୋଉପରି ଭାବରେ ପହଞ୍ଚିବୁ ଆମେ ଭାରତବର୍ଷରେ, ଏକଥା କୁହ। ଆପଣମାନେ ଜାଣିଥିବେ 14 ମସିହାରେ ଚାରିଆଡେ ଭାଷଣ ଚାଲିଲା, ଆଚ୍ଛା ଦିନ ଆଏଗା। ସେ ଆଚ୍ଛା ଦିନଟା କେମିତି ଭାବରେ ଏବେ ଆସିଛି, ସେ କଥା ସେ ଲୋକମାନଙ୍କୁ କହିବା ଦରକାର।
ତୃତୀୟ କଥା, ଭାରତବର୍ଷକୁ ଏକଦମ ଉଠେଇ ନେଲୁଣି ଆମେ ବହୁ ଉପରକୁ, ଇକୋନୋମିକାଲି ଏତେ ଉଠେଇଲୁଣି ଯେ ବର୍ତ୍ତମାନ ଆମର ଆର୍ଥିକ ସ୍ଥିତି ଭଲ ନାହିଁ। ଆମେ କେବଳ ଖାଇବା ଗଣ୍ଡାକ ଯାହା ଜବାହରଲାଲ ନେହେରୁ କଂଗ୍ରେସ ପାର୍ଟିର ପୂର୍ବତନ ସରକାର ମାନେ ତାକୁ ବଢେଇ ଚାଲିଥିଲେ, ତାହାରି ଅବସ୍ଥାଟି ବଦଳିଛି ସିନା, ଆଉ ସବୁ ଅବସ୍ଥାରେ ଖରାପ ବର୍ତ୍ତମାନ ହେଇଯାଇଛି। ତେଣୁ ସେଇ ବ୍ୟବସ୍ଥା ଗୁଡ଼ିକୁ ସଜଡ଼ା ଯିବ ନ କରିକିରି ବାହାଦୁରୀ କାଢୁଥିବା ଦଳ ସରକାର ତୁରନ୍ତ ଲୋକଙ୍କ ପାଖରେ ଗୋଟିଏ ହ୍ୱାଇଟ ପେପର ଦଉ, ଆମେ ଦାବି କରୁଛୁ। ଗୋଟେ ଶ୍ଵେତପତ୍ର ଦଉ, ପ୍ରକୃତରେ ଭାରତ ବର୍ଷର ଆର୍ଥିକ ସ୍ଥିତି ଆଜି ଦିନରେ କଣ, ଆମେ ରାଜ୍ୟ ସରକାରଙ୍କ ଜରିଆରେ ଭାରତ ସରକାରକୁ ଜଣାଉଛୁ। କାରଣ ଡବଲ ଇଞ୍ଜିନର ସରକାର, ଏ ସରକାର ଭାରତୀୟ ଜନତା ପାର୍ଟି, ସେଠି ବି ଭାରତୀୟ ଜନତା ପାର୍ଟି। ଏଣୁ ତୁରନ୍ତ ଗୋଟେ ହ୍ୱାଇଟ ପେପର ସାରା ଭାରତ ବର୍ଷରେ ଆସୁ, ସାମ୍ନାକୁ ଆସୁ, ଯୋଉଥିରେ ଭାରତ ବର୍ଷର ଆର୍ଥିକ ସ୍ଥିତି କଣ ଏବଂ କେଉଁ ଭାବରେ ଆମେ କିପରି ଭାବରେ ଶୋଷିତ ହେଇ ଯାଇଛୁ ସେ କଥାର ସ୍ପଷ୍ଟ ଚିତ୍ରଟିଏ ଲୋକମାନଙ୍କ ପାଖକୁ ଆସୁ। ଏହା ହିଁ ହେଉଛି କଂଗ୍ରେସ ପାର୍ଟିର ଆଜିର ଦାବି। ଓଡ଼ିଶା କଂଗ୍ରେସ ଏହାକୁ ଦାବି କରୁଛି ଏବଂ ଓଡ଼ିଶା କଂଗ୍ରେସର ସଭାପତି ଭକ୍ତ ଦାସ ନିର୍ଦ୍ଦେଶ କ୍ରମେ ଆଜି ଯେଉଁ ଆମେ ସାମ୍ବାଦିକ ସମ୍ମିଳନୀ କରିଛୁ, ସେ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାବାସୀଙ୍କ ପାଖରେ ଆମେ ଏ ବ୍ୟବସ୍ଥାଟି ଉପସ୍ଥାପନ